पोस्ट करथिली ସେଥିରେ ପଚାରିଥିଲି ଗୋଟେ ଝିଅ ପାଇଁ ଯଦି ଶାଶୁଘର ଆଗ ହେବ ଗୋଟେ ପୁଅ ପାଇଁ କାହିଁ ଶ୍ୱଶୁର ଘର ଆଗ ନ ହେବ। ସେଠି ଜଣେ ଭାଇ କମେଣ୍ଟ କରିଛନ୍ତି ତମେ ହେଉଛ ଘର ଭଙ୍ଗା ସ୍ତ୍ରୀ ଲୋକ। ଆରେ ଏଥିରେ ଘର ଭାଙ୍ଗିବାର ସ୍ତ୍ରୀ ଲୋକର କ'ଣ ଅଛି? ଗୋଟେ ପୁଅକୁ ଯେମିତି ତା ବାପା ମା ଜନ୍ମ କରିଛନ୍ତି ଗୋଟେ ଝିଅକୁ ବି ସେମିତି ଜନ୍ମ କରିଛନ୍ତି। ତାହେଲେ ସିଏ ତା ବାପା ମା ଜନ୍ମ କରି ତାଙ୍କୁ ଛାଡ଼ିକି ଆସିକି ତମ ବାପା ମାଆଙ୍କର ସେବା ଯତ୍ନ କରିପାରୁଛି, ତମେ କାହିଁ କରିପାରିବନି? ସମାନ ସମାନ ରହିବା ଦରକାର ନା। ଆଉ ଘର ଭାଙ୍ଗିବାରେ ଏଥିରେ କ'ଣ ଅଛି? ଗୋଟେ କୋଶ୍ଚିନ୍ ପଚାରିଦେଲେ କ'ଣ କାହା ଘର ତମ ଘରର ସମ୍ପର୍କ କ'ଣ ଏତେ ଦୁର୍ବଳ? ଗୋଟେ କୋଶ୍ଚିନ୍ରେ ମାନେ ଘର ଭାଙ୍ଗି ଯାଉଛି। ମୁଁ ତ ଭାଇ ମୋ ଘର ସଂସାରକୁ ଠିକ୍ରେ ରଖିଛି, ସମ୍ଭାଳିକି, ଭାଙ୍ଗିବାର ଚାନ୍ସ ନାହିଁ, ସଜାଡ଼ିକି ରଖିଛି। ଆଉ ତମ ଘରଟା କ'ଣ ତମେ ଏତେ ଦୁର୍ବଳ ଯେ କି ଗୋଟେ କୋଶ୍ଚିନ୍ ପଚାରିଦେଲେ ଆଉ ଘର ଭାଙ୍ଗିଯିବ? ସମସ୍ତେ ସମାନ ରହିବା ଦରକାର। ଗୋଟେ ଝିଅର ବାପା ମା ଯେତିକି କର୍ତ୍ତବ୍ୟ ତୁମର ରହିଛି, ଗୋଟେ ପୁଅର ବି ତା'ର ସେତିକି କର୍ତ୍ତବ୍ୟ ତ ଝିଅର ବାପା ମା ପ୍ରତି ରହିବା ଦରକାର। କାରଣ ଦୁଇ ଜଣ ସିଏ ବି ଯେମିତି ଜନ୍ମ କରି କଷ୍ଟ କରି ପାଳିଛନ୍ତି ନା, ତା ବାଦ ଜୀବନ ସାରା ଗୋଟେ ଝିଅର ଦାୟିତ୍ୱ ନିଅନ୍ତି। ବାହା କରିସାରିଲା ପରେ ବି ତାଙ୍କ ମୁଣ୍ଡ ଦାୟିତ୍ୱ ସରେନି। ସେମିତି ତମ ଘରେ ଆସିକି ସେ ସବୁବେଳେ ତମ ବାପା ମାଆଙ୍କ ଯତ୍ନ ନେବ, ତମେ ବି କରିବା ନିହାତି ଦରକାର।